ଜୟ ଜଗନ୍ନାଥ ସାଙ୍ଗମାନେ, ନମସ୍କାର। ଦଶବନ୍ଧୁ ମହାପ୍ରସାଦର ମହାରହସ୍ୟ। ଶ୍ରୀମନ୍ଦିରର କିଛି ଅଜଣା କଥା। କେମିତି ରୋଷେଇ ହୁଏ ଅବଢ଼ା? କାହିଁକି ମହାପ୍ରସାଦରେ ପଡ଼େ ନାହିଁ ବିଲାତି ବାଇଗଣ ଓ ଆଳୁ? ଶ୍ରୀମନ୍ଦିରର ବ୍ୟବସ୍ଥା ଦେଖି ବୈଜ୍ଞାନିକମାନେ ହାର ମାନି ଯାଆନ୍ତି। ଆପଣମାନେ ତ ପୁରୀ ଯାଇଥିବେ, ଅବଢ଼ା ନିଶ୍ଚିତ ଭାବରେ ଖାଇଥିବେ। କ'ଣ ଆପଣମାନେ କେବେ ଦେଖିଛନ୍ତି ବିଲାତି ବାଇଗଣ ଆଳୁ ଛୁଇଁକୋବି କେବେ ମଧ୍ୟ ପଡ଼େ ନାହିଁ? ପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ଯେତିକି ରହସ୍ୟମୟ, ତାଙ୍କର ଅବଢ଼ା ମଧ୍ୟ ସେପରି ରହସ୍ୟମୟ। ମହାପ୍ରସାଦ ରୋଷେଇ ମାଟି ପାତ୍ରରେ ଗୋଟିଏ ଉପରେ ଗୋଟିଏ ରଖି କରାଯାଏ। ତଳ ପାତ୍ରର ରୋଷେଇ ଯେତିକି ସମୟରେ ସରେ, ଉପର ପାତ୍ରର ରୋଷେଇ ସେତିକି ସମୟରେ ସରେ। ତଳ ଉପର କରି 7ଟି କୋଡ଼ୁଆ ଖାଦ୍ୟରେ ରନ୍ଧାଯାଏ, କିନ୍ତୁ ଏକା ସହିତ 7ଟି କୋଡ଼ୁଆରେ ଖାଦ୍ୟ ହୋଇଯାଏ। ମନାଯାଏ ମା' ଲକ୍ଷ୍ମୀ ସ୍ୱୟଂ ନିଜ ହାତରେ ରୋଷେଇ କରିଥାନ୍ତି। ପ୍ରଭୁ ଜଗନ୍ନାଥ ହେଉଛନ୍ତି ଆମର ରାଷ୍ଟ୍ରୀୟ ଦେବତା, ଆମର ଓଡ଼ିଶାର ଦେବତା। ତେଣୁ ପ୍ରଭୁ ଜଗନ୍ନାଥଙ୍କ ପାଖରେ ଶୁଦ୍ଧ ଶାକାହାରୀ ଏବଂ ଓଡ଼ିଆ ଖାଦ୍ୟ ରନ୍ଧାଯାଏ, ଯେଉଁଥିରେ କେବଳ ଆମ ଭାରତରେ ମିଳୁଥିବା ପନିପରିବାରେ ଖାଦ୍ୟ ରନ୍ଧାଯାଏ। ତାଙ୍କର ମହାପ୍ରସାଦ ସମ୍ପୂର୍ଣ୍ଣ ବାମ୍ଫ ଦ୍ୱାରା ପ୍ରସ୍ତୁତ କରାଯାଇଥାଏ। ମହାପ୍ରସାଦ ପରିବାରୁ ଚୋପା ଛଡ଼ା ଯାଇନଥାଏ। ମହାପ୍ରସାଦ ପ୍ରସ୍ତୁତିରେ ଘିଅ ଛଡ଼ା ଅନ୍ୟ କୌଣସି ତୈଳ, ଗରମ ମସଲା, ଉତ୍ତେଜିତ ଦ୍ରବ୍ୟ, ପୋସ୍ତକ ମଧ୍ୟ ବ୍ୟବହୃତ କରାଯାଏ ନାହିଁ। ମହାପ୍ରସାଦ ରୋଷେଇ ସମ୍ପୂର୍ଣ୍ଣ ଆୟୁର୍ବେଦିକ ଓ ବୈଜ୍ଞାନିକ ପଦ୍ଧତିରେ ସମ୍ପନ୍ନ ହୋଇଥାଏ। ମହାପ୍ରସାଦରେ ପିଆଜ, ରସୁଣ, ବିଲାତି ବାଇଗଣ, ଆଳୁ, ଶୁଖିଲା ଲଙ୍କା, ଲାଉ, କୋବି, ବିନ୍ସ, ସଜନା ଛୁଇଁ, ଭେଣ୍ଡି, କଲରା, ଛଚିନ୍ଦ୍ରା ଆଦି ଅନେକ ପରିବା ବ୍ୟବହାର କରାଯାଏ ନାହିଁ। କୋଶଳା ଶାଗ, ମୂଳା ଶାଗ, ଅଗସ୍ତି ଶାଗ ଛଡ଼ା ଅନ୍ୟ ଶାଗ ବ୍ୟବହାର କରାଯାଇନଥାଏ। ପିଆଜ, ରସୁଣ ଏହିସବୁ ଉତ୍ତେଜିତ ଦ୍ରବ୍ୟ ହୋଇଥିବାରୁ କାରଣରୁ ଏହା ମହାପ୍ରସାଦରେ ବ୍ୟବହୃତ ହୁଏ ନାହିଁ। ବିଲାତି ବାଇଗଣ, କୋବି ବିଦେଶୀ ଖାଦ୍ୟ ହୋଇଥିବାରୁ ତାହା ମହାପ୍ରସାଦରେ ପଡ଼େ ନାହିଁ। ଯେଉଁ ପରିବା ଗୁଡ଼ିକ ଭାରତ ମାଟିରେ ନ ହୋଇ ବିଦେଶରେ ହୋଇଥାଏ, ତାହାକୁ ମହାପ୍ରସାଦରେ ବ୍ୟବହାର କରାଯାଏ ନାହିଁ। ଓଡ଼ିଶାର ଲୋକ ସିନା ବିଦେଶୀ ଚାଲିଚଳଣ, ବିଦେଶୀ କପଡ଼ା ଓ ବିଦେଶୀ ଖାଦ୍ୟକୁ ପସନ୍ଦ କରୁଛନ୍ତି, କିନ୍ତୁ ମହାପ୍ରଭୁ ଜଗନ୍ନାଥ ଆଜିଯାଏ ଓଡ଼ିଆ ହୋଇ ସେମିତି ରହିଛନ୍ତି। ଆଶା କରୁଛି ପ୍ରଭୁ ଜଗନ୍ନାଥଙ୍କ ରୋଷେଇ ଘରର ଗୁପ୍ତ ରହସ୍ୟମୟ କଥାଟି ଆପଣମାନଙ୍କୁ ଭଲ ଲାଗିଥିବ। ଯଦି ଭିଡ଼ିଓଟି ଭଲ ଲାଗିଥାଏ, କମେଣ୍ଟରେ ଜୟ ଜଗନ୍ନାଥ ଲେଖିବା ପାଇଁ ଜମାରୁ ବି ଭୁଲନ୍ତୁନି। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ କରନ୍ତୁ, ସେୟାର କରନ୍ତୁ। ଚ୍ୟାନେଲରେ ଯଦି ନୂଆ ଅଛନ୍ତି, ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ। ରହୁଛି, ନମସ୍କାର, ଜୟ ଜଗନ୍ନାଥ।